ଆପଣମାନେ ଯଦି ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି, ଜାଣନ୍ତୁ ଆପଣମାନଙ୍କ ପାଇଁ ବଡ଼ ଖବର। ଏହିସବୁ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ନାହିଁ ସୁଭଦ୍ରା ଯୋଜନା ଟଙ୍କା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି କିଛି ହିତାଧିକାରୀଙ୍କୁ ମିଳିସାରିଥିବା ବେଳେ ଆହୁରି ଅନେକ ମହିଳା ରାଜ୍ୟରେ ଅଛନ୍ତି ଯେଉଁମାନଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିନାହିଁ। ଟଙ୍କା କେବେ ଆସିବ ସେ ନେଇ ଦ୍ୱନ୍ଦ୍ୱ। ଏହାର ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ଯଦି ବ୍ୟାଙ୍କ ଖାତାରେ ଆଧାର KYC ସମସ୍ୟା ଥିବ କିମ୍ବା ଅନ୍ୟ କୌଣସି ସମସ୍ୟା ଥିବ, ତେବେ ସରକାରଙ୍କ ତରଫରୁ ଟଙ୍କା ପଠାଯାଉଥିଲେ ମଧ୍ୟ ପହଞ୍ଚିବାକୁ ବିଳମ୍ବ ହେବ କିମ୍ବା ଅଟକିଯିବ। ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବାକୁ ହେଲେ ସେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ଯେଉଁଥିରେ DBT ସକ୍ଷମ ଥିବ। ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରଦାନ କରି ହେଉଥିବ। ଯଦି ଏମିତି ସୁବିଧା ନଥିବ, ତେବେ ଟଙ୍କା ସୁଭଦ୍ରା ଯୋଜନାର ଆସିବ ନାହିଁ ଆକାଉଣ୍ଟକୁ। କେବଳ ସେତିକି ନୁହେଁ, ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗର ରହିବା ମଧ୍ୟ ଅଧିକ ଆବଶ୍ୟକ ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ସାରଥୀ ଖୋଜୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳର ଶୋଚନୀୟ ପରାଜୟ ପରେ ନବୀନ ଏବେ ଅଧିକ ସକ୍ରିୟ ହୋଇଯାଇଛନ୍ତି। ସେ ଭିକେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଏବେ ଦଳରେ ନିଷ୍କ୍ରିୟ ହୋଇଛନ୍ତି। ପ୍ରଣବଙ୍କୁ ଦଳଠାରୁ ଦୂରେଇ ରଖାଯାଉଛି। ନିର୍ବାଚନ ହାରିବାକୁ 3 ମାସ ହେଲାଣି। ହୁଗୁଳି ଯାଇଛି ବିଜେଡିର ମୂଳଦୁଆ। ସଜାଡ଼ିବାକୁ ଏବେ ଅଧିକ ସକ୍ରିୟ ହୋଇଛନ୍ତି ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକ। ପରବର୍ତ୍ତୀ ଖବର ହେଉଛି, ଦୁର୍ଭାଗ୍ୟଜନକ ଘଟଣା। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସୋରିଷିଆପଡ଼ା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୁରକ୍ଷାରେ ଥିବା ପୋଲିସ ଭ୍ୟାନ୍ ଧକ୍କାରେ 2 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏହା ଘଟଣା ପରେ 2 ଜଣଙ୍କୁ ଗୋପ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଛାତ୍ରୀ ଜଣଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏହି ଘଟଣାଟି ପୁରୀ ଜିଲ୍ଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପିଲାମାନେ ସ୍କୁଲ ଯାଉଥିବା ବେଳେ ଏମିତି ଘଟଣା ଘଟିଛି। ଛାତ୍ରୀ ଜଣକ 5ମ ଶ୍ରେଣୀରେ ପଢ଼ୁଥିବା ବେଳେ ଛାତ୍ର ଜଣକ 1ମ ଶ୍ରେଣୀର ମଦ୍ରାସା ସ୍କୁଲରେ ପଢ଼ୁଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ହେଉଛି, ଭତ୍ତା ଚକ୍ରାନ୍ତକୁ ନେଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ସେ ଅଭିଯୋଗ କରିଛନ୍ତି, ଭତ୍ତା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। 80 ବର୍ଷ ପରେ 3500 ଟଙ୍କା ଭତ୍ତା ମିଳିବା ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର କେତେ ଜଣ 80 ବର୍ଷ ପରେ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା। ପରବର୍ତ୍ତୀ ଖବର ହେଉଛି, ଆଜି ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ JP ନଡ୍ଡା। ରାଜ୍ୟର କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ରାଜ୍ୟର ସମସ୍ତ ଉଚ୍ଚ ପଦାଧିକାରୀ ମାନେ ଏଥିରେ ଯୋଗ ଦେବେ। ଏହି ଅବସରରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି। ସଦସ୍ୟ ସଂଗ୍ରହ ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଟିପ୍ସ ଦେବାର ତଥ୍ୟ ମଧ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି, ବିଜେଡିରେ ବସିବାକୁ ଯାଉଛି ବଡ଼ ଧରଣର ବୈଠକ। ଏହି ବୈଠକର ଅଧ୍ୟକ୍ଷତା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତାକାଲି ଶଙ୍ଖ ଭବନରେ ଏକ ଅନୁଷ୍ଠିତ ହେବାକୁ ଯାଉଛି ବୈଠକ। ଏଥିରେ ବଡ଼ ବଡ଼ ନେତା ଏବଂ ଜିଲ୍ଲା ସଭାପତି ମଧ୍ୟ ଯୋଗ ଦେବେ। ଆଗାମୀ ରଣନୀତି ପାଇଁ ହେବ ଆଲୋଚନା। ନିର୍ବାଚନ ପରାଜୟର କାରଣ ଖୋଜିବା ସହ ଦଳ କିପରି ପୂର୍ବପରି ସୁଦୃଢ଼ କରିହେବ ସେ ନେଇ ଆଲୋଚନା ହେବ। ପରବର୍ତ୍ତୀ ଖବର ହେଉଛି, 100 କୋଟି ମାଗିଲେ କବ୍ଜାକାରୀ। ସୁନ୍ଦରଗଡ଼ ମହଲପଦା ବଡ଼ଜଲ ସ୍କୁଲରେ କବ୍ଜାକାରୀ ଆତଙ୍କ ରାଜ ଚଳାଇଛନ୍ତି। ଯୁବକ 8ରୁ 10 ପୃଷ୍ଠା ଦାବି କରି କୋଠାର ତଳକୁ ପକାଇଛନ୍ତି। ସେଥିରେ କବ୍ଜାକାରୀ 100 କୋଟି ଟଙ୍କା ଦାବି କରିଛି। ଯୁବକ ଜଣକ ସଦନମୁଣ୍ଡା ଏବଂ ଫୁଲଝରା ପଞ୍ଚାୟତର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏହାସହ ସେ ଦାବି କରିଛି ଯେ, ମୋର ଘର ଭାଙ୍ଗି ଯାଇଛି, ପାଚେରୀ ଏବଂ ନଳକୂପ ଆବଶ୍ୟକ ଅଛି ବୋଲି। 5 ଦିନ ହେଲା ସ୍କୁଲକୁ କବ୍ଜା କରି ରଖିଛି ଯୁବକଟି।
ହାତରେ ଧନୁଶର ଓ ବାଟୁଳି ପରି ମାରଣାସ୍ତ୍ର ଧରି ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ପରବର୍ତ୍ତୀ ଖବର ହେଉଛି ଏବେ ଅନଲାଇନ୍ ପେମେଣ୍ଟ ଉପରେ ଲାଗିବ ଟ୍ୟାକ୍ସ। ଜିଏସ୍ଟି ଲାଗୁ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଜିଏସ୍ଟି ଲାଗୁ କଲେ 75% ୟୁଜର ଛାଡ଼ିପାରନ୍ତି ଅନଲାଇନ୍ ପେମେଣ୍ଟ ସିଷ୍ଟମକୁ। ଲୋକାଲ ସର୍କଲ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଆସିଛି ଏପରି ରିପୋର୍ଟ। ଅନଲାଇନ୍ ଟ୍ରାଞ୍ଜାକ୍ସନ ଉପରେ ସରକାର ଜିଏସ୍ଟି ଲାଗୁ କରିବାକୁ ଯୋଜନା କରୁଥିବା ବେଳେ ସାମ୍ନାକୁ ଆସିଛି ଲୋକାଲ ସର୍କଲ ସଂସ୍ଥାର ରିପୋର୍ଟ। ପରବର୍ତ୍ତୀ ଖବର ହେଉଛି ସୁଭଦ୍ରା ଯୋଜନା ନେଇ ବଡ଼ ଖବର ସାମ୍ନାକୁ ଆସିଛି। କେଉଁଦିନ ପ୍ରଥମ କିସ୍ତି ଏବଂ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି 2 ଦିନ ତଳେ ଯାହା ମୁଁ ଦେଖିଥିଲି ପ୍ରାୟ 92 ଲକ୍ଷ ମହିଳା ଏଥିପାଇଁ ଆବେଦନ କରିସାରିଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ 11 ଜଣ ମହିଳାଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ଯାଇସାରିଛି। ଏବେ ଆଉ କିଛି ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।